আজি ମାଆଙ୍କ ସାଙ୍ଗରେ ହେଲା ଜବରଦସ୍ତ ବୁଲାବୁଲି। ତ ଭାଇ ମାନେ ଜୟ ଜଗନ୍ନାଥ। ସକାଳୁ ଉଠି ଗୋଟେ ମଜାଦାର ବ୍ରେକଫାଷ୍ଟ ପରେ ବାହାରିଥିଲି ମୁଁ ମନ୍ଦିର ଗାଧେଇ ପାଧେଇ ଲକି ଭାଇଙ୍କ ସାଙ୍ଗରେ ସେଠି ଯାଇ ପହଞ୍ଚି ମା ମଙ୍ଗଳାଙ୍କର ଦର୍ଶନ ନେଲା ପରେ ପଳେଇଥିଲୁ ଆମେ ରାମ ମନ୍ଦିର ଯାଇ ପ୍ରଭୁ ଶ୍ରୀରାମଙ୍କର ଦର୍ଶନ ନେଲା ପରେ ଆପଣମାନଙ୍କୁ ମଧ୍ୟ ହାପି ରାମ ନବମୀ। ତାପରେ ଆସିଥିଲି ମାଆଙ୍କୁ ନେବାକୁ, ମାଆଙ୍କ ସାଙ୍ଗମାନଙ୍କ ସାଙ୍ଗରେ ଦେଖା କଲା ପରେ ବାହାରିଥିଲି ଟିକେ ଲିକୁ ଭାଇଙ୍କ ଘର, ଲିକୁ ଭାଇଙ୍କ ଘରେ ସିପୁନ ଭାଇଙ୍କ ସାଙ୍ଗରେ ଦେଖା କରି ତାପରେ ବିଶାଲ ଭାଇ ଦେଖା ହେଇଥିଲେ। ତାପରେ ତାଙ୍କ ସହିତ କଥା ହେଲା ପରେ ଲିକୁ ଭାଇକୁ ମୁଁ ବାହାରିଥିଲୁ ଆମେ ଘର ଆଡ଼କୁ, ମୁଁ ବାହାରିଥିଲି ଘର ଆଡ଼କୁ, ଲିକୁ ଭାଇ ବାହାରିଥିଲେ ତାଙ୍କ ଦୋକାନ ଆଡ଼କୁ। ତାପରେ ଘରେ ଆସି ମାଆଙ୍କ ସାଙ୍ଗରେ ଟିକେ ଅରେଞ୍ଜ ଜୁସ୍ ମାଡ଼ କଲା ପରେ ଖାଇ ପିଇ ବାହାରିଥିଲୁ ଆଜି ମା ପୁଅ ଆମେ ସପିଂ କରିବାକୁ। ତାପରେ ବାଟ ସାରା ଚାଲି ଆମେ ଯାଇଥିଲୁ ଆଗେ ଦେଖିଲୁ ବାଟରେ ବଜରଙ୍ଗୀ ଦଳ ତରଫରୁ ହେଉଥିବା ରାମନବମୀ ଅବସରରେ ଗୋଟେ ବିରାଟ କାୟ ରାଲି। ତାପରେ ଆମେ ଯାଇ ପହଞ୍ଚାଇଥିଲୁ ବିଶାଲ ସପିଂ ମଲ୍ରେ, ସେଠିକି ସପିଂ କଲା ପରେ ପଳେଇ ଆସିଥିଲୁ ବିଲିଂ କାଉଣ୍ଟରକୁ। ବିଲିଂ କାଉଣ୍ଟରରେ ବିଲ୍ କଲା ପରେ ସପିଂ ଜିନିଷ ଧରିକି ବାହାରିଥିଲୁ ମାଆଙ୍କର ଗୁପଚୁପ୍ ଖାଇବାର ଆଶାକୁ ପୂରଣ କରିବା ପାଇଁ। ତାପରେ ମାଆଙ୍କର ଗୁପଚୁପ୍ ଖାଇବା ସରିଲା ପରେ ମୁଁ ବାହାରିଥିଲି ମୋ ଆଶା ପୂରଣ କରିବା ପାଇଁ, ମାନେ ଟିକେ ସାଧା ରୋଲ୍ ଖାଇବା ପାଇଁ। ତାପରେ ରୋଲ୍ଟାକୁ ବାଡ଼େଇ ଦେଇ ତାପରେ ମାଆଙ୍କ ସାଙ୍ଗରେ ମା କହିଲେ ଆଜି ଦେଲୁ ମୁଁ ଟିକେ ବ୍ଲଗିଂ କରେ, କେମିତି କରୁଛୁ ମୁଁ ବି ଟିକେ କରିବି। ତାପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ ନେଇ ପଳେଇ ଆସିଥିଲି ଘରକୁ। ରହୁଛି ଭାଇ ମାନେ ଏମିତି ଆଉ ମଜାର ବ୍ଲଗ୍ ଦେଖିବା ପାଇଁ ନିଶ୍ଚୟ ଫଲୋ କରନ୍ତୁ।